ଆଜିର ଏ ଭିଡ଼ିଓରେ ଆମେ ଦେଖିବା ଯେ ଚଏସ୍ ଫିଲିଂ ଅର୍ଥାତ୍ କ'ଣ। ଯେଉଁ ପିଲାମାନେ ପ୍ଲସ୍ ଥ୍ରୀ କରିଥିବେ ବା ପ୍ଲସ୍ ଥ୍ରୀରେ ବର୍ତ୍ତମାନ ଏନରୋଲ୍ ହେବାକୁ ଯାଉଛନ୍ତି, ସେମାନେ ନିଶ୍ଚିତ ମାଧ୍ୟମରେ ଜାଣିଥିବେ ଏ ବିଷୟରେ ଯେ ନୂଆ କରି ପ୍ରଥମ ଥର 2026-27 ମସିହାରେ ଯେଉଁ ଶିକ୍ଷାବର୍ଷ ଅନୁଯାୟୀ ପ୍ରଥମ ଥର ଏହା ଗୋଟେ ଅପଡ଼େଟ୍ ଆସିଛି ଯେ ଚଏସ୍ ଫିଲିଂ ବୋଲି ଅପସନ୍ଟା। ଚଏସ୍ ଫିଲିଂ କହିଲେ କ'ଣ, ଚଏସ୍ ଫିଲିଂ କେଉଁମାନେ କରିପାରିବେ, ପ୍ରଥମେ ଯେଉଁ ମେରିଟ୍ ଲିଷ୍ଟରେ ଯେଉଁମାନଙ୍କ ନାମ ଆସିଥିଲା ଏବଂ ଯେଉଁମାନେ ଆଡ଼ମିସନ୍ କରିସାରିଲେଣି ସେମାନେ କ'ଣ ଏହାକୁ କରିପାରିବେ ନାହିଁ କ'ଣ, ତାହା ଆଜି ସେ ବିଷୟରେ ଆମେ କମ୍ପ୍ଲିଟ୍ ଭାବରେ ଆଲୋଚନା କରିବା। ଯଦି ଆପଣ ଏ ବିଷୟରେ କିଛି ମଧ୍ୟ ଜାଣିନାହାନ୍ତି ତାହେଲେ ଭିଡ଼ିଓ ସହିତ ଶେଷ ପର୍ଯ୍ୟନ୍ତ ଯୋଡ଼ି ରହନ୍ତୁ। ଆପଣ ନିଶ୍ଚିତ ମାଧ୍ୟମରେ ଏ ବିଷୟରେ ସବୁ କିଛି ଜାଣିପାରିବେ। ତ ସର୍ବପ୍ରଥମେ ଆପଣ ନିଜ ଫୋନ୍ର ଯେକୌଣସି ଇଣ୍ଟରନେଟ୍ କିମ୍ବା କ୍ରୋମ୍ ବ୍ରାଉଜର୍କୁ ଓପନ୍ କରିକି ସେଠାରେ ନିଜର ସାମ୍ସର ଯେଉଁ ଅଫିସିଆଲ୍ ୱେବସାଇଟ୍ ଅଛି ତାହେଲେ ସିମ୍ପଲି ସର୍ଚ୍ଚ କରିଦେବେ। ଯେପରି ଭାବରେ ଆପଣ ସାମ୍ସର ସର୍ଚ୍ଚ କରିବେ ତାପରେ ଆପଣ ଗୋଟେ ୱେବସାଇଟ୍ଟା ଶୋ ହେବ, ତା ଉପରେ କ୍ଲିକ୍ କରିବେ ଏବଂ ସେଠାରେ ଆସି ସ୍ନାତକ ବୋଲି ଲେଖା ହୋଇଥିବ ତା ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଗୋଟେ ଏଇଭଳି ଇଣ୍ଟରଫେସ୍ ଦେଖିବାକୁ ମିଳିବ। ଏହାପରେ ଆପଣଙ୍କୁ ଲେଫ୍ଟ ସାଇଡ଼୍ର ଯେଉଁ ଟପ୍ କର୍ଣ୍ଣର ରହିଛି ତା ଉପରେ ଛାତ୍ରଛାତ୍ରୀ ଲଗ୍ଇନ୍ ରହିଥିବ, ତା ଉପରେ ଆପଣଙ୍କୁ ସିମ୍ପଲି କ୍ଲିକ୍ କରିବାକୁ ପଡ଼ିବ। ଆପଣ ଯେଭଳି ଭାବରେ ତା ଉପରେ କ୍ଲିକ୍ କରିବେ ତାପରେ ଦେଖନ୍ତୁ ଏଭଳି ଗୋଟେ ଇଣ୍ଟରଫେସ୍ଟା ଶୋ ହେବ ଆପଣଙ୍କୁ। ଏଠାରେ ଆପଣ କ'ଣ କରିବେ ନା, ଏଠାରେ ଆପଣଙ୍କୁ ପ୍ରଥମେ ନିଜର ଯେଉଁ ମୋବାଇଲ୍ ନମ୍ବରଟା ରେଜିଷ୍ଟ୍ରେସନ୍ କରିଥିଲେ, ଯେଉଁ CAF ଫର୍ମଟା ଆପ୍ଲାଏ କଲା ସମୟରେ ଯେଉଁ ରେଜିଷ୍ଟ୍ରେସନ୍ ମୋବାଇଲ୍ ନମ୍ବରଟା ଦେଇଥିଲେ ତାହା ଏଣ୍ଟର୍ କରିବାକୁ ପଡ଼ିବ। ତାପରେ ସିମ୍ପଲି ଆପଣଙ୍କୁ ଯେଉଁ ପାସୱାର୍ଡ଼ଟା ଦେଇଥିଲେ ସେଇ ପାସୱାର୍ଡ଼ଟା ଆପଣଙ୍କୁ ଟାଇପ୍ କରିବାକୁ ପଡ଼ିବ। ଯେମିତି ଆପଣ ସେ ପାସୱାର୍ଡ଼ଟା ଟାଇପ୍ କରିବେ ତାପରେ ଏହାପରେ ଯେଉଁ କ୍ୟାପଚାଟା ରହିଛି ଏଠାରେ ଯେଉଁ ଏଣ୍ଟର୍ କ୍ୟାପଚା ବୋଲି ଦିଆଯାଇଛି ସେଇ କ୍ୟାପଚା ଉପରେ ଆପଣ ଦେଖିକି ଏଠାରେ ଟାଇପ୍ କରିବେ। ଯେପରି ଭାବରେ ଆପଣ ଟାଇପ୍ କରିସାରିବେ ତାପରେ ସାଇନ୍ ଇନ୍ କରିଦେବେ। ସାଇନ୍ ଇନ୍ କଲା ପରେ ଆପଣଙ୍କ ଯେଉଁ ଆକାଉଣ୍ଟଟା ରହିଛି ତାହା ଓପନ୍ ହୋଇଯିବ। ଦେଖିପାରୁଥିବେ ଏଠାରେ ଡିଟେଲ୍ସ ଦିଆଯାଉଛି ଇମ୍ପୋର୍ଟାଣ୍ଟ ଇନଷ୍ଟ୍ରକ୍ସନ୍ ଫର୍ ପ୍ରିଫରେନ୍ସ ରିଭିଜନ୍। ଦେଖିପାରୁଥିବେ ଯେଉଁମାନେ ଫେଜ୍ 1 ଆଡ଼ମିସନ୍ 2024-27 ମଧ୍ୟ କରିସାରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଜରୁରୀ। ଦେଖିବା କ'ଣ ରହିଛି ସେ ନୋଟିସ୍ଟା। ଦେଖନ୍ତୁ ଏଠାରେ କୁହାଯାଇଛି ଗଭର୍ଣ୍ଣମେଣ୍ଟ of Odisha has decided to provide free education to the student taking admission into undergraduate and postgraduate courses running in regular mode at state public universities, government college and non-government and aided college participating under SAMS with effect from the academic session 2026-27। ତା ଅର୍ଥାତ୍ କ'ଣ, ତା ମିନିଂଟା କ'ଣ, ଅର୍ଥାତ୍ ଯେଉଁମାନେ ବି ଯେଉଁ UG କୋର୍ସ କିମ୍ବା PG କୋର୍ସରେ ଆଡ଼ମିସନ୍ କରିଛନ୍ତି ତାହା ଗଭର୍ଣ୍ଣମେଣ୍ଟ ହେଉ, ଗଭର୍ଣ୍ଣମେଣ୍ଟ କଲେଜ ହେଉ କିମ୍ବା ଗଭର୍ଣ୍ଣମେଣ୍ଟ ୟୁନିଭର୍ସିଟି ହେଉ, ସେଠାରେ ଆପଣ କିମ୍ବା ଯେଉଁ କଲେଜ ଗୁଡ଼ାକ ସେମି ଗଭର୍ଣ୍ଣମେଣ୍ଟ ବା ଗଭର୍ଣ୍ଣମେଣ୍ଟ ଏଡେଡ଼ ଯାହାକୁ କୁହାଯାଏ, ସେମି ଗଭର୍ଣ୍ଣମେଣ୍ଟ ବା ଗଭର୍ଣ୍ଣମେଣ୍ଟ ଏଡେଡ଼, ସେଇମାନଙ୍କ କଲେଜରେ ମଧ୍ୟ ଯେଉଁ ଆଡ଼ମିସନ୍ ଫିଜ୍ଟା ରହିଛି ସେ ଆଡ଼ମିସନ୍ ଫିଜ୍ଟା ତାହା ଫ୍ରି କରାଯିବ ବୋଲି ଏହା କୁହାଯାଇଛି। ବୁଝିଲେ? ଆସନ୍ତୁ ଦେଖିବା ସେକେଣ୍ଡରେ କ'ଣ ରହିଛି। ନା ସେକେଣ୍ଡରେ ଦିଆଯାଇଛି accordingly, ଦେଖିପାରୁଥିବେ ସେକେଣ୍ଡଲି accordingly the choice filling facility should be reopened for all the applicants who have submitted their CAF under the phase 1 admission process, enabling them to revise their preference for higher education institution and or major subject। ତ ଏଠାରେ ଦିଆଯାଇଛି ନା accordingly ଯେଉଁମାନେ କି ପ୍ଲସ୍ ଥ୍ରୀ ଫାର୍ଷ୍ଟ ରାଉଣ୍ଡ ସିଲେକ୍ସନରେ ଯେଉଁମାନେ ଆଡ଼ମିସନ୍ କରିସାରିଲେଣି ସେମାନେ ମଧ୍ୟ ଏହାକୁ ଯଦି ଚାହିଁବେ ତାହେଲେ ସେମାନେ ମଧ୍ୟ ଚାହିଁଲେ ଏଇ ଫର୍ମଟାକୁ ଫିଲ୍ଅପ୍ କରିପାରିବେ। ବୁଝିପାରିଲେ? କେଉଁମାନେ ନା ଯେଉଁମାନେ କି ଆଉ ଗୋଟେ ଇନଷ୍ଟିଚ୍ୟୁଟ୍ରେ ନାମ ଲେଖାଇବେ। ବର୍ତ୍ତମାନ ଆପଣଙ୍କ ଆଡ଼ମିସନ୍ଟା ହୋଇଯାଇଛି ଗୋଟେଥିରେ ଏବଂ ଆପଣ ଚାହୁଁଛନ୍ତି କି ଆପଣ ହାୟର ଅର୍ଥାତ୍ କିମ୍ବା ଆପଣଙ୍କୁ ଯଦି ସେଇ କଲେଜଟା ଭଲ ଲାଗିଲାନି, ଆପଣ ଚାହୁଁଛନ୍ତି ନା ଅନ୍ୟ କୌଣସି କଲେଜରେ କରିବା ପାଇଁ, ଆପଣ ତାହା ଫାର୍ଷ୍ଟ ରାଉଣ୍ଡ ଏବଂ ଫାର୍ଷ୍ଟ ସିଲେକ୍ସନ୍ ଏବଂ ଫାର୍ଷ୍ଟ ପ୍ରେଫରେନ୍ସରେ ହିଁ ତାହାକୁ ପାଇଛନ୍ତି ଏବଂ ଆପଣ ଏବେ ଚାହୁଁଛନ୍ତି ନା ଅନ୍ୟ କଲେଜଟାକୁ ଦେବା ପାଇଁ,
ଆପଣ ନିଶ୍ଚିତ ମାଧ୍ୟମରେ ଏହି ଫର୍ମଟାକୁ ଫିଲ୍ଅପ୍ କରନ୍ତୁ ଏବଂ ଯେଉଁମାନେ କି ମେଜର୍ ସବଜେକ୍ଟ ଯେଉଁ ଅନର୍ସ ପେପର୍ ଗୁଡ଼ାକ ରହିଥାଏ ଯେଉଁଟାକୁ ଚେଞ୍ଜ କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏହାକୁ ଚାହିଁଲେ ଚେଞ୍ଜ କରିପାରିବେ। ତାପରେ ରହିଛି ତୃତୀୟରେ କ'ଣ କହୁଛି ନା during choice filling you may choose any one of the below mentioned program categories and revise your preference। ରେଗୁଲାର ମୋଡ଼ ପ୍ରୋଗ୍ରାମ୍ ଯେଉଁ ରେଗୁଲାର ମୋଡ଼ ପ୍ରୋଗ୍ରାମ୍ ରହିଛି ସେଥିପାଇଁ ଆଡ଼ମିସନ୍ ଫିଜ୍ଟା ନିଆଯିବ ନାହିଁ, ନୋ ଆଡ଼ମିସନ୍ ଫିଜ୍। ଏବଂ ଯେଉଁ ସେଲ୍ଫ ଫାଇନାନ୍ସିଂ ମୋଡ଼ ପ୍ରୋଗ୍ରାମ୍ ରହିଛି ଆଡ଼ମିସନ୍ ଫିଜ୍ ପେଏବଲ୍ ବାଇ ଦ ଷ୍ଟୁଡେଣ୍ଟ। ଯେଉଁ BBA ଯେଉଁ BCA କୋର୍ସ ଗୁଡ଼ାକ ରହିଛି ସେଥିପାଇଁ ଆପଣଙ୍କୁ ପଇସାଟା ଦେବାକୁ ପଡ଼ିବ, ବୁଝିଲେ। ସେଭଳି ଯେଉଁ ସେଲ୍ଫ ଫାଇନାନ୍ସିଂ ମୋଡ଼ ପ୍ରୋଗ୍ରାମ୍ ବଟ୍ ନୋ ଆଡ଼ମିସନ୍ ଫିଜ୍ ଆଣ୍ଡ ଆଡ଼ମିସନ୍ ଫିଜ୍ ପେଏବଲ୍, ବୁଝିଲେ। ତାପରେ ରହିଛି 4 ନମ୍ବରରେ ରହିଛି if you do not modify your preference seat allotment should be considered on the basis of the preference already submitted। ଯଦି ଆପଣ ଏଠାରେ କିଛି କରିବାକୁ ଚାହୁଁନାହାନ୍ତି ନା ମୋର ଗୋଟେ କଲେଜରେ ହୋଇଯାଇଛି ଏବଂ ଯେଉଁ ମୋର ସବଜେକ୍ଟରେ ମଧ୍ୟ କିଛି ଡାଉଟ୍ ନାହିଁ ତାହା ବି ଠିକ୍ ଅଛି, କିଛି ଚେଞ୍ଜ କରିବାର ନାହିଁ, ତାହେଲେ ଆପଣ କିଛି କରନ୍ତୁ ନାହିଁ, ଏହି ଫର୍ମଟାକୁ ଫିଲ୍ଅପ୍ କରନ୍ତୁ ନାହିଁ। ଯଦି ଆପଣଙ୍କୁ କୌଣସି ଚେଞ୍ଜ ଦରକାର, କଲେଜରେ ଚେଞ୍ଜ କରିବାର ଅଛି, କଲେଜଟାକୁ ଚେଞ୍ଜ କରିବ, କିମ୍ବା ଯେଉଁ ମେଜର୍ ସବଜେକ୍ଟ ରହିଛି କିମ୍ବା ମାଇନର୍ ସବଜେକ୍ଟ ଗୁଡ଼ାକ ରହିଛି ତାହା ମଧ୍ୟ ଆପଣଙ୍କୁ ଚେଞ୍ଜ କରିବାର ଅଛି, ତାହେଲେ ନିଶ୍ଚିତ ମାଧ୍ୟମରେ ଆପଣ ଏହି ଫର୍ମଟାକୁ ପୂରଣ କରନ୍ତୁ। ଆସନ୍ତୁ ନେକ୍ସଟ ଦେଖିବା। ନେକ୍ସଟ ରହିଛି 5 ନମ୍ବରରେ if you already taken admission in the first round and modify your preference during the revision your admission may change based on the new seat allotted to you in the subsequent round of phase 1 admission। ଯଦି ଆପଣ ଚାହୁଁଛନ୍ତି କି ଆପଣ ଫେଜ୍ 1ରେ ସିଲେକ୍ଟ ହୋଇଛନ୍ତି ଏବଂ କିଛି ଚେଞ୍ଜ କରିବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଆପଣ ଏହାକୁ ଚେଞ୍ଜ କରିପାରିବେ। ଯଦି ଆପଣଙ୍କୁ କୌଣସି ସିଟ୍ଟା ମିଳିଥିଲେ ମଧ୍ୟ ଆପଣ ଚେଞ୍ଜ କରିପାରିବେ ବୋଲି କୁହାଯାଇଛି, ବୁଝିଲେ। ତାପରେ ରହିଛି 6 ନମ୍ବର। 6 ନମ୍ବରରେ ରହିଛି if you have already taken admission and select the freeze option। ଆପଣ ଆଡ଼ମିସନ୍ କରିଲେଣି, ଫ୍ରିଜ୍ ଅବଭିୟସଲି ଆପଣ ଫ୍ରିଜ୍ ଅପସନ୍ରେ କ୍ଲିକ୍ କରିକି ଆଡ଼ମିସନ୍ଟା କରିବେ। ତାହେଲେ ଆପଣ ଯଦି ଏକ୍ଜିଷ୍ଟିଂ ଆଡ଼ମିସନ୍ ୱିଲ୍ ବି କ୍ୟାନସଲ୍, ଆପଣ ଯଦି କ୍ୟାନସଲ୍ କରିଛନ୍ତି ତାହେଲେ ଗୋଟେ ଅନଲାଇନ୍ରେ ଗୋଟେ CLCଟା ଆପଣ ପାଇପାରିବେ ଆଉ ଇଣ୍ଟିମେସନ୍ ଲେଟର୍ ୱିଲ୍ ବି ଜେନେରେଟେଡ୍ ଅଟୋମେଟିକଲି। ଦ ଅଟୋ ଜେନେରେଟେଡ୍ CLC କ୍ୟାନ୍ ନଟ୍ ବି ୱିଥଡ୍ରନ୍ ଅର୍ ସରେଣ୍ଡର୍ଡ। The newly allotted institution will accept the online CLC, no physical CLC or ink signature required। ଅର୍ଥାତ୍ ଯଦି ଆପଣଙ୍କ ସେକେଣ୍ଡ ସିଲେକ୍ସନରେ ଏହି ଫର୍ମ ଫିଲ୍ଅପ୍ କରିକି ଯଦି ଆପଣ ଫାର୍ଷ୍ଟ ସିଲେକ୍ସନ୍ ମଧ୍ୟ ହୋଇଛନ୍ତି ସିଲେକ୍ଟ ଗୋଟେଥିରେ କଲେଜରେ ଏବଂ ସେକେଣ୍ଡ ସିଲେକ୍ସନ୍ ପାଇଁ ମଧ୍ୟ ଆବେଦନ କରିକି ଅନ୍ୟ କୌଣସି ଜାଗାରେ ସିଲେକ୍ଟ ହୋଇଗଲେ ଆପଣଙ୍କ ମନପସନ୍ଦ କିମ୍ବା ଅନ୍ୟ କୌଣସି କଲେଜ କିମ୍ବା ୟୁନିଭର୍ସିଟିରେ, ତାହେଲେ ମଧ୍ୟ ଆପଣଙ୍କୁ ଯେଉଁ CLCଟା ତାହା ଅନଲାଇନ୍ ମୋଡ଼ରେ ପ୍ରୋଭାଇଡ଼ କରାଯାଉଛି। ଆପଣଙ୍କୁ ସେଇ କଲେଜରୁ ଯେଉଁ ପ୍ରିଭିୟସ୍ କଲେଜରେ ଆଡ଼ମିସନ୍ କରିଥିବେ ସେଠାରୁ କୌଣସି CLC ନେବାକୁ ପଡ଼ିବ ନାହିଁ, ତାହା ଅନଲାଇନ୍ରେ ହିଁ ସାମ୍ସରେ କିମ୍ବା ଯେଉଁ ଆଡ଼ମିସନ୍ ସମୟରେ ତାହା ଅନଲାଇନ୍ରେ ହିଁ ପ୍ରୋଭାଇଡ଼ କରାଯାଇଯିବ, ବୁଝିଲେ। ତାପରେ ରହିଛି 7 ନମ୍ବରରେ ରହିଛି if you have already taken and select the slide or float option after getting a new allotment your existing admission will also be cancelled automatically, ବୁଝିଲେ। ଯଦି ଆପଣ ଫ୍ରିଜ୍ କିମ୍ବା ଫ୍ଲୋଟ୍ କରିଥାନ୍ତି ତାହେଲେ ମଧ୍ୟ ଆପଣଙ୍କ ଯେଉଁ ରହିଛି ଆଡ଼ମିସନ୍ ସମୟରେ ଫ୍ଲୋଟ୍ କଲା ପରେ ତାହା କ୍ୟାନସଲ୍ ହୋଇଯିବ ଅଟୋମେଟିକାଲି। ଦେଖନ୍ତୁ ଫାର୍ଷ୍ଟ ରାଉଣ୍ଡ ସିଲେକ୍ସନରେ ଯଦି ଆପଣ ସ୍ଲାଇଡ୍ କିମ୍ବା ଫ୍ଲୋଟ୍ ଅପସନ୍ଟା କ୍ଲିକ୍ କରିଛନ୍ତି ଏବଂ ନୂଆ ସିଟ୍ଟା ଗୋଟେ ପାଇଛନ୍ତି ତାହେଲେ ଆପଣ ଯେଉଁ ଏକ୍ଜିଷ୍ଟିଂ କରିଛନ୍ତି ଯେଉଁ ଆଡ଼ମିସନ୍ ତାହା କ୍ୟାନସଲ୍ ହୋଇଯିବ ଅଟୋମେଟିକାଲି, ବୁଝିଲେ। No online CLC will be generated if selected in a subsequent round. You must obtain a physical CLC from your previously admitted institution before taking admission। ଯେଉଁମାନେ ସ୍ଲାଇଡ୍ ଏବଂ ଫ୍ଲୋଟ୍ କରିଥିବେ ସେମାନେ ଏହାକୁ
ନିଶ୍ଚିତ ମାଧ୍ୟମରେ ବୁଝିପାରିଥିବେ। ବୁଝିଲେ। ତାପରେ ରହିଛି 8 ନମ୍ବରରେ ନା 8 ନମ୍ବରରେ କ'ଣ ରହିଛି, if you have already taken admission and are allotted a new seat but do not exercise any option, ଯଦି ଆପଣ ଏଠାରେ କ୍ଲିକ୍ କରିବେ ଅର୍ଥାତ୍ ଏହି ଫର୍ମଟାକୁ ଫିଲ୍ଅପ୍ କରିକି ଆପଣ ମନ ଚାହିଁଲା ନା ଫର୍ମଟା ଫିଲ୍ଅପ୍ କରିବା ପାଇଁ ଆପଣ ଫର୍ମଟାକୁ ଫିଲ୍ଅପ୍ କରିଦେଲେ। ଏମିତି ହିଁ ଆପଣ ଫର୍ମ ଫିଲ୍ଅପ୍ ପରେ ଆପଣଙ୍କୁ ଗୋଟେ କଲେଜଟା ମିଳିଗଲା, ସେଇ କଲେଜରେ ମଧ୍ୟ ଆପଣଙ୍କୁ ଆଡ଼ମିସନ୍ କରିବାର ନାହିଁ, ତାହେଲେ ଆପଣ ତାହାକୁ କିଛି କରିବେ ନାହିଁ। ନା ଫ୍ରିଜ୍ କ୍ଲିକ୍ କରିବେ, ନା ସ୍ଲାଇଡ୍ ଉପରେ କ୍ଲିକ୍ କରିବେ, ନା ଫ୍ଲୋଟ୍ରେ କ୍ଲିକ୍ କରିବେ। ଆପଣ କୌଣସି ଅପସନ୍ ଉପରେ କ୍ଲିକ୍ କରିବେ ନାହିଁ। ତାହା ଯେଉଁ ସିଟ୍ଟା ଆଲଟ୍ ହୋଇଥିବା ତାହା ଅଟୋମେଟିକାଲି କ୍ୟାନସଲ୍ଟା ହୋଇଯିବ। ବୁଝିଲେ। ଆସନ୍ତୁ ତାପରେ ଦେଖିବା। ତାପରେ ଯାହା ରହିଛି, ତାପରେ ଆପଣଙ୍କୁ ଏଇଭଳି ଗୋଟେ ଇଣ୍ଟରଫେସ୍ ଦେଖିବାକୁ ମିଳିବ। ଆପଣ ଏଠାରେ କ୍ଲିକ୍ କରିବେ। ସିମ୍ପଲି ଯଦି ଆପଣଙ୍କୁ ରିଚୁଏସ୍ ଫିଲିଂ କରିବାର ଅଛି ତାହେଲେ ରିଚୁଏସ୍ ଫିଲିଂ ଉପରେ କ୍ଲିକ୍ କରିବେ। ଆପଣ ଯେମିତି ଏହା ଉପରେ କ୍ଲିକ୍ କରିବେ ଆପଣଙ୍କୁ ଗୋଟେ ଏଇଭଳି ଇଣ୍ଟରଫେସ୍ ଦେଖିବାକୁ ମିଳିବ, ଦେଖିପାରୁଥିବେ। ଯେତେବେଳେ କି ଆପଣ +3 CAFଟା ଅନଲାଇନ୍ କଲେ ସେବେଳେ ମଧ୍ୟ ଏଇଭଳି ଗୋଟେ ଇଣ୍ଟରଫେସ୍ଟା ଦେଖିବାକୁ ମିଳୁଥିଲା। ଠିକ୍ ଏଇଭଳି ଗୋଟେ ଆସିଯିବ, ଦେଖିପାରୁଥିବେ ଏଠାରେ। ତାପରେ ରହିଛି ଏଠାରେ ସିଲେକ୍ଟ କରିବା ପାଇଁ। ଦେଖନ୍ତୁ ଯେଉଁ ପ୍ରୋଗ୍ରାମ୍ ଟାଇପ୍ରେ ରହିଛି, ପ୍ରୋଗ୍ରାମ୍ ଟାଇପ୍ ଉପରେ ଦେଖିପାରୁଥିବେ ନା ରେଗୁଲାର ମୋଡ଼୍ ପ୍ରୋଗ୍ରାମ୍। ଏଥିରେ ଆପଣଙ୍କୁ କୌଣସି ଆଡ଼ମିସନ୍ ଫିଜ୍ ଦେବାକୁ ପଡ଼ିବ ନାହିଁ। ନୋ ଆଡ଼ମିସନ୍ ଫିଜ୍। ସେଭଳି ଯେଉଁ ସେଲ୍ଫ ଫାଇନାନ୍ସିଂ ମୋଡ଼୍ ପ୍ରୋଗ୍ରାମ୍ ରହିଛି ସେଠାରେ ଆଡ଼ମିସନ୍ ଫିଜ୍ଟା ଆପଣଙ୍କୁ ଦେବାକୁ ପଡ଼ିବ। ଆଉ ଯେଉଁଠାରେ କି ରେଗୁଲାର ପ୍ଲସ୍ ସେଲ୍ଫ ଫାଇନାନ୍ସିଂ ରହିଛି, ରେଗୁଲାର କୋର୍ସ ପ୍ଲସ୍ ସେଲ୍ଫ ଫାଇନାନ୍ସିଂ କୋର୍ସ, ସେଠାରେ ଆପଣଙ୍କୁ ନୋ ଆଡ଼ମିସନ୍ ଫିଜ୍ ପ୍ଲସ୍ ଆଡ଼ମିସନ୍ ଫିଜ୍ ପେଏବଲ୍। ରେଗୁଲାର ପାଇଁ ନୋ ଆଡ଼ମିସନ୍ ଏବଂ ଯେଉଁ ସେଲ୍ଫ ଫାଇନାନ୍ସିଂ କରୁଛନ୍ତି ତା ପାଇଁ ଆପଣଙ୍କୁ ଫିଜ୍ଟା ଦେବାକୁ ପଡ଼ିବ। ବୁଝିଲେ। ତ ଆପଣ ଯେମିତି ଏଠାରେ ଦିଆଯାଇଛି, ଯେଉଁ CAF ଅନଲାଇନ୍ କଲା ସମୟରେ ମଧ୍ୟ ଯେଉଁଭଳି ଅପସନ୍ଟା ଆସୁଥିଲା ସେଇଆ ପୁଣି ଏଠାରେ ଆପଣ ଚୁଜ୍ କରିବେ ଯେଉଁ କେଉଁ ଗଭର୍ଣ୍ଣମେଣ୍ଟ ଏଡ଼େଡ଼ ନା BLA ADP କୋର୍ସ ଉପରେ କରିବେ। ସେହିଭଳି ଭାବରେ ଆପଣ କୋର୍ସ ଟାଇପ୍ ମଧ୍ୟ ସିଲେକ୍ଟ କରିବେ, ସିଙ୍ଗଲ୍ ମେଜର, ଡବଲ୍ ମେଜର, 3 ମେଜର ମାଇନର। ଠିକ୍ ସେହିପରି ଆପଣ ଏଠାରେ ନିଜର ଯେଉଁ ଡିଷ୍ଟ୍ରିକ୍ଟଟା ରହିଛି ସେ ଡିଷ୍ଟ୍ରିକ୍ଟଟାକୁ ସିଲେକ୍ଟ କରିବେ। ଡିଷ୍ଟ୍ରିକ୍ଟ ନେମ୍, ୟୁନିଭର୍ସିଟି ବା କଲେଜ ନେମ୍କୁ ସିଲେକ୍ଟ କରିବେ। ଯେଉଁ ହଷ୍ଟେଲରେ ରହିବାକୁ ଚାହୁଁଛନ୍ତି ନାହିଁ ତାହା ଆପଣ ସିଲେକ୍ଟ କରିବେ। ବୁଝିଲେ। ତାପରେ ଆପଣ ସିମ୍ପଲି ଏହା ଉପରେ କ୍ଲିକ୍ କରିଦେବେ ଯେଉଁ ସେକେଣ୍ଡ ଅପସନ୍ ଆସିବା ପାଇଁ। ଏହା ଆପଣଙ୍କ ଫାର୍ଷ୍ଟ ଅପସନ୍ ରହିବ। ତାପରେ ଆପଣ ଏହା ଉପରେ କ୍ଲିକ୍ କରିଦେବେ। ଦେଖନ୍ତୁ ଆପଣ ଯେଭଳି ଭାବରେ ଏପରି କ୍ଲିକ୍ କରିବେ, ଗୋଟେ ସିଲେକ୍ଟ କରିବେ ରେଗୁଲାର ମୋଡ଼୍ ଉପରେ ଯେମିତି ସିଲେକ୍ଟ କରିବେ ଆପଣଙ୍କୁ ଏଇଭଳି ଗୋଟେ ଇଣ୍ଟରଫେସ୍ ଆସିବ। ଏଠାରେ ଦିଆଯାଇଛି ରେଗୁଲାର ମୋଡ଼୍ ପ୍ରୋଗ୍ରାମ୍, ନୋ ଆଡ଼ମିସନ୍ ଫିଜ୍ 0। ବୁଝିଲେ। ଆପଣଙ୍କୁ କୌଣସି ଫିଜ୍ ଦେବାକୁ ପଡ଼ିବ ନାହିଁ। ଯେଉଁ if you select this option only fee waiver seat will be available for your choice filling। ବୁଝିଲେ। You can change this option anytime before submitting your preference। This option will display only those institutes and major subjects where no admission fees is payable under the government fee waiver scheme। ବୁଝିପାରିଲେ। ତାପରେ ଆପଣ ଏଠାରେ ସିମ୍ପଲି ନିଜର ଯେଉଁ କଲେଜ କୋଉଠି କରିବାର ଅଛି ସେଠାକାର ଡିଷ୍ଟ୍ରିକ୍ଟଟା ସିଲେକ୍ଟ କରିବେ। ଡିଷ୍ଟ୍ରିକ୍ଟ ସିଲେକ୍ଟ କଲା ପରେ ଆପଣ ଯେଉଁ କଲେଜ ଅଛି ସେ କଲେଜ ଉପରେ ସିଲେକ୍ଟ କରିବେ। ବୁଝିଲେ। ସେଇଭଳି ଏହା ରହିଲା ଆପଣଙ୍କ ଫାର୍ଷ୍ଟ ଅପସନ୍, ଆପଣ ସେକେଣ୍ଡ ଅପସନ୍ ଏବଂ ଥାର୍ଡ଼ ଅପସନ୍, ତିନିଟା ଆପଣ ଅପସନ୍ଟା ଦେଇପାରିବେ। ବୁଝିଲେ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଯେଉଁ ସାଙ୍ଗସାଥିମାନଙ୍କ ରିଚୁଏସ୍ ଫିଲିଂ କରିବେ ସେଇ ସାଙ୍ଗସାଥିମାନଙ୍କ ସହିତ ସେୟାର ମଧ୍ୟ କରିଦିଅନ୍ତୁ।